କହିଲା ମୋର କାଲି କିଛି ନାହିଁ ମୋ ଛାତିରେ ବଥା କଥା ହଉଛି କହିଲା କାଶ ହଉଛି ଆଉ କିଛି ନାହିଁ। କେତେବେଳେ ଡେଥ୍ କଲେ ଜାଣିଲ? ମୁଁ ପହଞ୍ଚିଛି 10:40ରେ ମେଡ଼ିକାଲ ପହଞ୍ଚିଲା ବେଳକୁ ସେତେବେଳେ ଥିଲେ। ଯେ ଗତକାଲି ମୋର ନିଜର ଟିକେ ହେଲ୍ଥ ଇସ୍ୟୁ ଯୋଗୁଁ ମୁଁ ସେଠି ଆମର ଅନୁମତିରେ କାଲି ଛୁଟିରେ ଥିଲି। ତା ବାଦ ଯେତେବେଳେ ମୁଁ ଏ ଖବରଟା ପାଇଲି ଆମର ଡାକ୍ତର ପିଲାମାନଙ୍କୁ ପଚାରିଲି, ସେମାନେ ଜଣେ ଆମର ସକାଳେ ତାଙ୍କୁ ଆଡ଼ମିସନ୍ କରିଥିଲେ 8:30 ବେଳେ। ତାଙ୍କର ଶ୍ୱାସକ୍ରିୟା ଜନିତ ଅସୁବିଧା ଥିଲା, ଆଉ ବହୁତ ଦୁର୍ବଳ ଲୋକ ମଧ୍ୟ ଥିଲେ। ତାଙ୍କୁ ଆଡ଼ମିସନ୍ କଲା ପରେ 10ଟାରେ ସେ ରିଲିଭ୍ ହେଇକି ଗଲେ। ଆଉ ଜଣେ ଡାକ୍ତର ଆମର ଆସିଲେ ପ୍ରତୀକ କୁମାର ନାୟକ, ସେ ମଧ୍ୟ ତାଙ୍କୁ ଚିକିତ୍ସା ଯୋଗାଇ ଦେଲେ। ତା ପର ମୁହୂର୍ତ୍ତରେ ଅଧଘଣ୍ଟା 45 ମିନିଟ୍ ପରେ ତାଙ୍କର ଡେଥ୍ ହେଲା। ତ ଆମର ନିୟମ ଅନୁଯାୟୀ ଆମେ ଗାଡ଼ି ଡାକୁ, ଗାଡ଼ିର ନମ୍ବର ବି ମଧ୍ୟ ସେଠି ଡିସପ୍ଲେରେ ଅଛି, ଲୋକମାନେ ବି ନିଜ ବ୍ୟବସ୍ଥା କରିକିରି ନିଅନ୍ତି। ତ ସେଇ ସମୟ ଭିତରେ ଆମେ ତାଙ୍କୁ ଜଗେଇକିରି ରଖିଥିଲୁ, ହଉ ଗାଡ଼ି ଆସୁ ତାପରେ ତୁମମାନେ ଡେଡ଼୍ ବଡ଼ିକୁ ନେବ। ସେଇ ଭିତରେ ଆମର ଡାକ୍ତର ତାଙ୍କର ପେସେଣ୍ଟ ଦେଖିଲେ, ଆଉ ସେମାନେ କେଉଁ ମୋମେଣ୍ଟରେ ନେଇଛନ୍ତି ସେ ଏକ୍ଜାକ୍ଟଲି ବି ସେ ଜାଣିପାରି ନାହାନ୍ତି। ତାପରେ କିଛି ଇସ୍ୟୁ ଏ ବିଷୟରେ ହେଇଛି, ଯେହେତୁ ସେ ଖଟିଆରେ ତାକୁ ବୋହିକିରି ନେଇଗଲେ, ଏଇ ଜିନିଷଟା ଆମ ପାଇଁ ବି ଦୁଃଖର ବିଷୟ। ଆମେ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ବି କରିପାରିଥାନ୍ତୁ। ଆମର RKSରେ ଆମେ 2000 ପର୍ଯ୍ୟନ୍ତ ସହାୟତା ରାଶି ଦେଇପାରିବା, ତା'ର ନିୟମ ଅଛି। ଆମର ଯେହେତୁ CSCରେ ସେମିତି ଗାଡ଼ି ନାହିଁ ଯେ ଆମେ ହଠାତ୍ କିରି ଦେଇପାରିବୁ। ଆମେ ଗୋଟେ ଟୋଲ୍ ଫ୍ରି ନମ୍ବର ଅଛି, ସେଇ ନମ୍ବରରେ ଯୋଗାଯୋଗ କଲେ ଗାଡ଼ି ଆସେ। ସାଧାରଣତଃ 1-2 ଘଣ୍ଟା ଜଗିବାକୁ ପଡ଼େ, କିନ୍ତୁ ସେମାନେ ଯେହେତୁ ପାଖ ଗାଁ ଭାବିକିରି ବୋଧେ ଜଗିବା କାହିଁକିରି ସେମାନେ କାହାକୁ କିଛି ନ ଜଣେଇକିରି ନେଇଯାଇଛନ୍ତି ଜିନିଷଟା, ଆମେ ଟିକେ ଜାଣିପାରୁନାହୁଁ। ଆଉ ସେ